ବିଛା ରାଶି 2026 ବିଛା ରାଶି ମାନଙ୍କ ପକ୍ଷେ 2026 ବର୍ଷଟି କିଭଳି ରହିବ, କେତେ ଭଲ କେତେ ଖରାପ ଜାଣିବା ଏ ଭିଡିଓରେ। ତା ସହିତ ଜାଣିବା ଗ୍ରହମାନଙ୍କର ସ୍ଥିତି କିଭଳି ରହିବ, କେଉଁ ଗ୍ରହ ଆମକୁ ଶୁଭ ଫଳ ଦେବେ, କେଉଁ ଗ୍ରହ ଆମକୁ ଅଶୁଭ ଫଳ ଦେବେ, ଗ୍ରହମାନଙ୍କର ସ୍ଥିତି ଅନୁସାରେ କ'ଣ ରହିବ ଆମର ବାର୍ଷିକ ରାଶିଫଳ। ତା ସହିତ ଜାଣିବା ଶୁଭ ବାର, ଶୁଭ ତିଥି, ଶୁଭ ରତ୍ନ ଏବଂ ଶୁଭ ରଙ୍ଗ। ତେବେ ପ୍ରଥମେ ଆସନ୍ତୁ ଜାଣିବା ଗ୍ରହମାନଙ୍କ ସ୍ଥିତି ଉପରେ। ତେବେ ବିଛା ରାଶି ଆପଣମାନଙ୍କ ପାଇଁ ବୃହସ୍ପତି ବର୍ଷ ଆରମ୍ଭର ପ୍ରଥମ 5 ମାସ ଅଶୁଭ ଏବଂ ତା ପରବର୍ତ୍ତୀ ମାସ ଗୁଡ଼ିକରେ ଶୁଭ। ତେବେ ବର୍ଷ ସାରା ଶନି ଓ କେତୁ ଆପଣଙ୍କ ପାଇଁ ଅଶୁଭ ସ୍ଥିତିରେ ରହିବେ, ସେ ଅଶୁଭ ଫଳ ଦେବେ। ରାହୁ କେତୁ ଶୁଭ ସ୍ଥିତିରେ ରହିବେ। ତେବେ ବର୍ଷ ସାରା ଶନି ଓ ରାହୁ ଆପଣଙ୍କ ପାଇଁ ଅଶୁଭ ସ୍ଥିତିରେ ରହିବେ। ଆପଣମାନେ ଶନି ଓ କେତୁଙ୍କ ଠାରୁ ଅଶୁଭ ଫଳ ଭୋଗ କରିବେ, କିନ୍ତୁ କେତୁ ବର୍ଷ ସାରା ଶୁଭ ଫଳ ପ୍ରଦାନ କରିବେ। ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣଙ୍କ ପାଇଁ ଶୁଭ ବାର ଏବଂ ଶୁଭ ତିଥି। ପ୍ରଥମେ ଶୁଭ ବାର, ରବିବାର ଏବଂ ମଙ୍ଗଳବାର। ଶୁଭ ତିଥି ତୃତୀୟା, ନବମୀ, ଦଶମୀ। ଶୁଭ ରଙ୍ଗ ନାଲି, ଶୁଭରତ୍ନ ପ୍ରବାଳ। ବର୍ତ୍ତମାନ ଆସନ୍ତୁ ଜାଣିବା ବର୍ଷ ସାରାର ରାଶିଫଳ, ବାର୍ଷିକ ରାଶିଫଳ 2026 ବିଛା ରାଶି। ତେବେ ବିଛା ରାଶିର ବ୍ୟକ୍ତିମାନଙ୍କ ପାଇଁ ବର୍ଷ ଆରମ୍ଭରୁ 5 ମାସ ବହୁତ ଶୁଭ ସମୟ ଆପଣଙ୍କ ପାଇଁ। ଖାଲି ଶୁଭ ନୁହଁ, ବହୁତ ଅତି ଶୁଭ ଫଳ ଆପଣମାନେ ଭୋଗ କରିବେ। କିନ୍ତୁ ଗୋଟେ କଥା ମନେ ରଖନ୍ତୁ, ସମସ୍ୟା ଲାଗି ରହିବ। ଲଭ୍ ଲାଇଫ୍ ହଉ କିମ୍ବା ଆପଣଙ୍କର ବୈବାହିକ ଜୀବନ ହଉ, ଆପଣ କିଛି ନା କିଛି ସମସ୍ୟା ଦେଇକି ଗତି କରିବ ଆପଣଙ୍କ ଜୀବନ। ଯେହେତୁ ପ୍ରଥମ 5 ମାସ ଆପଣଙ୍କର ଶୁଭ ଅଛି, ତେଣୁ ଦେଖିବାକୁ ଗଲେ ପ୍ରଥମ 5 ମାସ ଆପଣ ଶୁଭ ଫଳ ଭୋଗ କରିବେ ଏବଂ ତାପରେ ଜୁନ୍ ପରଠାରୁ ଆପଣଙ୍କ ଲାଇଫରେ ପରିବର୍ତ୍ତନ ଆସିବ। ଶୁଭ ଫଳ ଜାଗାରେ ଆପଣ ଅଶୁଭ ଫଳ ଭୋଗ କରିବେ। ଆଉ ସେହି ସମୟରେ ଆପଣଙ୍କର ଆର୍ଥିକ କ୍ଷୟକ୍ଷତି ହେବ। ଯେହେତୁ ଶନି ଏବଂ ରାହୁ ଅଶୁଭ ସ୍ଥିତିରେ ଅଛନ୍ତି, ତେଣୁ ଆର୍ଥିକ କ୍ଷୟକ୍ଷତି ହେବ, ସମ୍ମାନ ହାନି ହେବ, କାର୍ଯ୍ୟରେ ବାଧା ଆସିବ, ସବୁ କାମରେ ଆପଣଙ୍କର ବାଧାବିଘ୍ନ ହେବ। ଯେଉଁ କାମ କରିବେ ବିଳମ୍ବିତ ପ୍ରତିକ୍ରିୟା ଆପଣଙ୍କୁ ମିଳିବ। ଯେମିତିକି ଧରନ୍ତୁ କେଉଁଠି ଚାକିରିଟିଏ ପାଇଁ ଇଣ୍ଟରଭ୍ୟୁ ଦେଇଥିବେ, ତାର ଫଳାଫଳ ମିଳିବାକୁ ବହୁତ ଡେରି ହେବ। ଆପଣଙ୍କର ଏହି ସମୟରେ ଦେହ ପୀଡ଼ା ଅଛି, ତେଣୁ ଦେହ ପୀଡ଼ା ହେବ। ଭ୍ରମଣ ଜନିତ ସୁଖ ଅଛି, କିନ୍ତୁ ଭ୍ରମଣ ଜନିତ ଆପଣ ରୋଗ ମଧ୍ୟ ଭୋଗ କରିବେ। ନିଜ ଲୋକମାନଙ୍କ ସହିତ ମତାନ୍ତର ମନାନ୍ତର ଭଳି ସ୍ଥିତି ରହିବ। ଭୁଲ ବୁଝାମଣାର ଶିକାର ହେବେ ଆପଣ। ସନ୍ତାନମାନଙ୍କର ଚିନ୍ତା ଆପଣଙ୍କୁ ଘାରିବ ଏବଂ କୌଣସି ଏଭଳି ଘଟଣା ବା ଏଭଳି କୌଣସି ଘଟଣା ଯୋଗୁଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ, ଯେଉଁଥିରେ ଆପଣଙ୍କୁ ବହୁତ କିଛି କ୍ଷୟକ୍ଷତି ହୋଇପାରେ। ସେପରି ବିବାହରେ ବିଳମ୍ବ, କର୍ମ ଚିନ୍ତା, ଅର୍ଥ ଚିନ୍ତା, ଚାକିରିରେ ଅଡୁଆ ପରିସ୍ଥିତି ଆଦି ଏସବୁ ପ୍ରକାରର ଅଶୁଭ ଫଳ ଆପଣ ଭୋଗ କରିବେ। ବ୍ୟବସାୟରେ ମଧ୍ୟ ସେଭଳି ଆଶା ଅନୁସାରେ ଆପଣଙ୍କୁ ଫଳ ମିଳିବନି। କେଉଁଠି ଟଙ୍କା ଲେନଦେନ କରିଥିଲେ ସେ ଟଙ୍କା ଫେରି ପାଇବାକୁ ଆପଣଙ୍କ ପକ୍ଷେ କଷ୍ଟକର ହୋଇପଡ଼ିବ। ତେବେ ଜୁନ୍ ଠାରୁ ଅକ୍ଟୋବର ମାସ ଏଇ ଯେଉଁ ସମୟରେ ଟିକେ କମ୍ ଅଶୁଭ ଫଳ ଭୋଗ କରିବେ ଆପଣ। ତେବେ ଜାଣି ରଖନ୍ତୁ, ଯେହେତୁ ଆପଣଙ୍କୁ ବୃହସ୍ପତି ଶୁଭ ଫଳ ପ୍ରଦାନ କରୁଛନ୍ତି, ତେଣୁ ଇନକମ୍ ଆପଣଙ୍କର ବନ୍ଦ ହେବନି, ଇନକମ୍ ଆପଣଙ୍କର ହେବ ଏବଂ ସାଧାରଣ ଜୀବନଚର୍ଯ୍ୟା ଯେମିତି ଚାଲିଛି ସୁରୁଖୁରୁରେ ସେମିତି ଚାଲିବ। ଯେଉଁମାନେ ବିବାହ କରିନାହାନ୍ତି ସେମାନଙ୍କର ଜୁନ୍ ପରେ ବିବାହ ଠିକ୍ ହୋଇପାରେ। ବିଳମ୍ବେ କାର୍ଯ୍ୟସିଦ୍ଧି ଭଳି ସ୍ଥିତି ବିଳମ୍ବରେ ହେଲେ ମଧ୍ୟ ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ, ତେଣୁ ନିରାଶ ହେବେନି। ସେହିଭଳି ମହିଳାମାନେ ଖାସ କରିକି ପାରିବାରିକ ଅଶାନ୍ତି ଦେଇକି ଗତି କରିବେ, ମାନସିକ ଅଶାନ୍ତିରେ ସେମାନେ ରହିବେ। ବ୍ୟବସାୟରେ ଉତ୍ଥାନ ପତନ ଦେଇକି ଆପଣମାନେ ଗତି କରିବେ। କର୍ମକ୍ଷେତ୍ରରେ ତ ସମସ୍ୟା ଆପଣଙ୍କର ରହିବ ନିଶ୍ଚିନ୍ତ ଭାବରେ। ସେପରି ବିଦ୍ୟାର୍ଥୀମାନେ ଏତେ ପାଠ ପଢ଼ିବାକୁ ସେମାନଙ୍କର ମନ ହେବନି ଜୁନ୍ ପରେ, ତେଣୁ ମନକୁ ବିଚଳିତ ନ କରିକି ଏକାଗ୍ର କରିବାକୁ ଚେଷ୍ଟା କରନ୍ତୁ, ଫୋକସ୍ କରନ୍ତୁ ନିଜର ପାଠ ପଢ଼ାରେ। ତେବେ ଜାଣି ରଖନ୍ତୁ, ବର୍ଷର ଶେଷ 2 ମାସ ଆପଣଙ୍କ ପାଇଁ ବହୁତ ହିଁ ଖରାପ ଅଛି ସେ ସମୟଟି। ତେଣୁ ସେ ସମୟରେ ଆପଣମାନେ ନିଶ୍ଚିନ୍ତ ଭାବରେ ଯତ୍ନବାନ ରୁହନ୍ତୁ। ଖାସ କରିକି ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ କୁଆଡ଼େ ବାହାରକୁ ଯାଉଛନ୍ତି, ଯାନବାହନରେ କୁଆଡ଼େ ଯାଉଛନ୍ତି, ସେ ସମୟରେ ନିହାତି ଭାବରେ ସାବଧାନ ହେଇକି ସଚେତନ ହେଇକି ଯାଆନ୍ତୁ। ତେବେ କ'ଣ କରିବେ, ପ୍ରତିକାର କ'ଣ କରିବେ? ଦେଖନ୍ତୁ, ପ୍ରତିକାର ଆପଣ ଘରେ ଯଦି କରିବେ ତାହେଲେ ଘରେ ଶନି ଚାଳିଶା, ଶିବ ଚାଳିଶା ଏସବୁର ପାଠ କରନ୍ତୁ। ସୋମବାରରେ ମହାଦେବଙ୍କ ପାଖକୁ ଯାଇ ଦର୍ଶନ କରନ୍ତୁ। ମଙ୍ଗଳବାରରେ ହନୁମାନଙ୍କୁ ଯାଇକି ଦର୍ଶନ କରନ୍ତୁ। ଶନିବାର ଦିନ ଶନିଙ୍କ ପାଖକୁ ଯାଆନ୍ତୁ। ନିଶ୍ଚିନ୍ତ ଭାବରେ ଆପଣଙ୍କର ଯାହା ବି ଶୁଭ ଅଶୁଭ ଅଛି ଭଗବାନଙ୍କ କୃପାରୁ ଆପଣଙ୍କୁ କଲ୍ୟାଣ ଫଳ ମିଳିବ। ବିଶେଷ କିଛି ଅସୁବିଧା ଆପଣଙ୍କର ହେବ ନାହିଁ।
ତେବେ ଏ ଥିଲା ବିଛା ରାଶିର ବାର୍ଷିକ ରାଶିଫଳ। ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓ ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଅନୁରୋଧ ରହିଲି। ଜୟ ଜଗନ୍ନାଥ, ଜୟ ଶିବ ଶମ୍ଭୁ।